Good evening everyone. Today we will discuss about Ashoka and his consequence. ଅଶୋକ ବିଷୟରେ ଆମେ ଆଜି ଜାଣିବା। ଅଶୋକ କିଏ ଥିଲେ ଆଉ ତାଙ୍କର ରାଜତ୍ୱ କ'ଣ ଥିଲା। ଏର୍ଲି ଲାଇଫ୍ ଆଣ୍ଡ ବ୍ୟାକଗ୍ରାଉଣ୍ଡ, ତାଙ୍କର ଏର୍ଲି ଲାଇଫ୍ ବିଷୟରେ ଜାଣିବା ଆଉ ତାଙ୍କର ବ୍ୟାକଗ୍ରାଉଣ୍ଡ କ'ଣ ଥିଲା ତା ବିଷୟରେ ଆମେ ଜାଣିବା। ଅଶୋକ କ'ଣ ଥିଲେ? ଅଶୋକ ୱାଜ୍ ଏ ମୌର୍ଯ୍ୟ ଏମ୍ପାୟାର ଥିଲେ, ମୌର୍ଯ୍ୟର କିଙ୍ଗ ଥିଲେ ଆଣ୍ଡ ଗ୍ରାଣ୍ଡସନ୍ ଅଫ୍ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟକୁ ଜାଣିଛ, ସିଏ ହେଉଛି ଯିଏକି ମୌର୍ଯ୍ୟ ଏମ୍ପାୟାରର ଫାଉଣ୍ଡର, ନୁହେଁ କି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟର ସନ୍ ଥିଲେ କିଏ? ବିନ୍ଦୁସାର। ତ ବିନ୍ଦୁସାରଙ୍କ ପୁଅ କିଏ ଥିଲେ? ଅଶୋକ। ତ ଏଇଟା କେମିତି ହେଲା? ଫାର୍ଷ୍ଟ ଚନ୍ଦ୍ରଗୁପ୍ତ, ଦେନ୍ ବିନ୍ଦୁସାର, ଦେନ୍ ଆମର ଅଶୋକ। ଅଶୋକ କେବେ ଆମର ସିଂହାସନ ଆରୋହଣ କରିଥିଲେ, ନୁହେଁ କି? ଆନ୍ସିଡେଣ୍ଟ ଦ ଥ୍ରୋନ୍ ଏରାଉଣ୍ଡ 273 BC। 273 BCରେ ସେ ସିଂହାସନ ଆରୋହଣ କରିଥିଲେ, କିନ୍ତୁ ସେଟା ହେଉଛି ସେ ଗୋଟେ ପ୍ରୋଭିନ୍ସକୁ ଶାସନ କରୁଥିଲେ। ବଟ୍ ହିଜ୍ ଫର୍ମାଲ୍ କରୁନେସନ୍, ମାନେ ଯେତେବେଳେ ସେ ଫର୍ମାଲି ମାନେ ନିଜର ରାଜତ୍ୱ ଗ୍ରହଣ କରିଥିଲେ କେଉଁ ମସିହାରେ? 269 BCରେ, ନୁହେଁ କି? ହି ଇନିସିଆଲି ଫଲୋଡ୍ ଦ ପଲିସି ଅଫ୍ ଏକ୍ସପାନ୍ସନ୍ ଲାଇକ୍ ହିଜ୍ ପ୍ରେଡିସେସର୍। ମାନେ ସେ ଫାଷ୍ଟ ଯେତେବେଳେ ଶାସନ କରୁଥିଲେ ଲୋକଙ୍କୁ ବହୁତ ମାନେ ଟର୍ଚର୍ କରୁଥିଲେ, ବହୁତ ହିଂସା ପ୍ରଣୟନ ଥିଲେ। ଯେମିତି ଆମେ ଫାଷ୍ଟ କହୁନୁ ଅଶୋକକୁ ଆମେ ଚଣ୍ଡାଶୋକ କହୁ, ଦେନ୍ କଳିଙ୍ଗ ଯୁଦ୍ଧ ପରେ ଆମେ ତାକୁ କହୁ କ'ଣ? ଧର୍ମାଶୋକ। ଯେତେବେଳେ ସେ ବୌଦ୍ଧ ଧର୍ମ ଗ୍ରହଣ କଲେ, ଯେତେବେଳେ ଦେଖିଲେ କଳିଙ୍ଗ ୱାର ହେଲା ଆମର, ଯେତେବେଳେ ସେ ଦେଖିଲେ ବହୁତ ଲୋକଙ୍କର ଡେଥ୍ ହେଲା, ବହୁତ ଲୋକ ହେଉଛି ଇଞ୍ଜୋର ହେଲେ, ବହୁତ ରକ୍ତାକ୍ତ ଦେଖିଲେ, ତାପରେ ତାଙ୍କର ଧର୍ମଶୋକରେ ସେ ପରିଣତ ହେଲେ। ତାପରେ ଜାଣିବା କଳିଙ୍ଗ ୱାର କେବେ ହେଇଥିଲା। କଳିଙ୍ଗ ଆମ ଓଡ଼ିଶାରେ ହେଇଥିଲା। ଆଗରୁ ଆମର ଓଡ଼ିଶାର ନାଁ ଥିଲା କଳିଙ୍ଗ, ନୁହେଁ କି? ସେଟା କେବେ ହେଇଥିଲା? 261 BCରେ ହେଇଥିଲା। ଏଇ ଯୁଦ୍ଧରେ ଦିସ୍ ୱାର୍ ୱାଜ୍ ଏକ୍ସଟ୍ରିମଲି ବ୍ଲୋଡି, ମାନେ ବହୁତ ଜଣ ରକ୍ତାକ୍ତ ହୋଇଥିଲେ। ଗୋଟେ ନଦୀଟେ, ଦୟା ନଦୀଟେ କ'ଣ ପୁରା ରକ୍ତରେ ପରିଣତ ହେଇଯାଇଥିଲା। ତ ତା ରେଜଲ୍ଟିଂ ଇନ୍ ଦ ଡେଥ୍ ଆରାଉଣ୍ଡ 1 lakh ପିପୁଲ୍। ତ ଲକ୍ଷେ ଲୋକଙ୍କର ଡେଥ୍ ହେଇଥିଲା। ହେଇଛି ମେନସନ୍ ହେଇଛି ଓନ୍ ଇନସ୍କ୍ରିପସନ୍ ରକ୍ ଏଡିଟ୍ 13। ତା ଯେତେବେଳେ ରକ୍ ଏଡିଟ୍ 13 ଆମର କେଉଁଠି ଅଛି? ଆମର ଧଉଳିରେ ଅଛି। ତ ଧଉଳିରେ ରକ୍ ଏଡିଟ୍ 13 ଅଛି, ସେଥିରେ ଆମର ମେନସନ୍ ହେଇଛି ତ ହେଉଛି ଆମର କଳିଙ୍ଗ ୱାର ହେଇଥିଲା। କେତେ ଲୋକ ଡେଥ୍ କରିଥିଲେ, କେତେ ଇଞ୍ଜୁର ହେଇଥିଲେ? ଇଞ୍ଜୁର ହେଇଥିଲେ 1,50,000 ପିପୁଲ୍ ଇଞ୍ଜୁର ହେଇଥିଲେ। ତ ସେସବୁ ମେନସନ୍ ହେଇଛି ଆମର ରକ୍ ଏଡିଟ୍ 13ରେ। ଦେନ୍ ଅଶୋକ ଆଡମିନିଷ୍ଟ୍ରେସନ୍ କେମିତି ଥିଲା? ଅଶୋକ କେମିତି ଶାସନ କରୁଥିଲେ ତା ବିଷୟରେ ଜାଣିବା। ଅଶୋକ ହେଉଛି ଶାସନ କରୁଥିଲେ ସେଣ୍ଟ୍ରାଲାଇଜ୍ ଗଭର୍ଣ୍ଣାନ୍ସ। ସେଣ୍ଟ୍ରାଲାଇଜ୍ ମାନେ କ'ଣ? ଆମର ଏବେ କ'ଣ ଅଛି? ଆମେ ଡେମୋକ୍ରେସି, ଆମେ ଲୋକମାନେ ହିଁ ଆମର ଯିଏ ବି ଆମର ଇଲେକ୍ସନ୍ ହେଉଛି ଆମେ ଚୁଜ୍ କରୁଛୁ କିଏ ପ୍ରଧାନମନ୍ତ୍ରୀ ହେବ, କିଏ ମୁଖ୍ୟମନ୍ତ୍ରୀ ହେବ। କିନ୍ତୁ ଆଗରୁ କ'ଣ ଥିଲା? ଅଶୋକ ଟାଇମ୍ରେ କ'ଣ ଥିଲା? ଅଶୋକ ଶାସନ କରୁଥିଲେ। ଏଇଟା ହେଉଛି ଆମେ ଯାହା ଚାହୁଁଛୁ ସେଇ ଅନୁସାରେ ଶାସନ ହେଉଛି, କିନ୍ତୁ ଆଗରୁ ଅଶୋକ ଯାହା ଚାହୁଁଥିଲେ ସେଇ ଅନୁସାରେ ଶାସନ ହେଉଥିଲା। ତ ସେଣ୍ଟ୍ରାଲାଇଜ୍ ଗଭର୍ଣ୍ଣାନ୍ସ ଥିଲା। ମୌର୍ଯ୍ୟ ଏମ୍ପାୟାର ଅଣ୍ଡର ଅଶୋକ ୱାଜ୍ ହାଇଲି ସେଣ୍ଟ୍ରାଲାଇଜ୍, ମାନେ ବହୁତ ହାଇଲି, ମାନେ ନିଜ ହିସାବରେ ସେ ଚାଲୁଥିଲେ, ନୁହେଁ କି? ତାଙ୍କର ଯେଉଁ ଯେ ତାଙ୍କର ଆଡ଼ମିନିଷ୍ଟ୍ରେସନରେ କିଏ କିଏ ଥିଲେ? ଆମର ମିନିଷ୍ଟର ଥିଲେ, ଯେଉଁ ମନ୍ତ୍ରୀ ଥିଲେ। ଆମର ଯେମିତି ବି ମନ୍ତ୍ରୀ ନାହାନ୍ତି ନା, ସେମିତି ତାଙ୍କର ବି ସେଥିରେ ମନ୍ତ୍ରୀ ଥିଲେ, ଅଫିସିଆଲ ଥିଲେ। ଆମର ଯେମିତି ଅଫିସିଆଲ ଯେଉଁ ଅଛନ୍ତି ଆଇଏସ୍ ଅଛନ୍ତି। ଦେନ୍ ସ୍ପାଇସିସ୍ ମାନେ ସ୍ପାଇସ୍ ମାନେ କ'ଣ? ଯେଉଁ ସ୍ପାଇ ମାନେ ରହୁଛନ୍ତି, ସ୍ପାଇ ମାନେ ହେଉଛି ଗୁପ୍ତଚର, ସେମାନେ ବି ତାଙ୍କର ଆଡ଼ମିନିଷ୍ଟ୍ରେସନ୍ ରେ ଥିଲେ। ଏଇସବୁ ପୋଷ୍ଟ ତାଙ୍କର ଥିଲା। ଆମର ଯେମିତି ପୋଷ୍ଟ ଗୁଡ଼ାକ ରହୁଛି, ଯେଉଁ ଆମର ଆଡ଼ମିନିଷ୍ଟ୍ରେସନର ପୋଷ୍ଟ ରହୁଛି, ତ ତାଙ୍କର ସେମିତି ଆଡ଼ମିନିଷ୍ଟ୍ରେସନର ଏଇ ପୋଷ୍ଟ ସବୁ ଥିଲା। ହାୟରାର୍କି ଷ୍ଟ୍ରକ୍ଚର ଏନସୋର୍ ପ୍ରପର୍ କଲେକ୍ସନ୍ ଅଫ୍ ଟ୍ୟାକ୍ସ ଆଣ୍ଡ ମେଣ୍ଟେନାନ୍ସ ଲ ଆଣ୍ଡ ଅର୍ଡ଼ର। ତ ତା ସହିତ ତାଙ୍କର କ'ଣ ଥିଲା? ଷ୍ଟ୍ରକ୍ଚର ଥିଲା, ହାୟରାର୍କି ଷ୍ଟ୍ରକ୍ଚର କରିଥିଲେ, ଯେଉଁଥିରେ ତାଙ୍କର ପ୍ରପର୍ କଲେକ୍ସନ୍ କରୁଥିଲେ ଟ୍ୟାକ୍ସଟାକୁ ଆଉ ମେଣ୍ଟେନ୍ କରୁଥିଲେ ଲ ଆଉ ଅର୍ଡ଼ରକୁ। ଦେନ୍ ଆମେ ଜାଣିବା ରୋଲ୍ ଅଫ୍ ଧାମ ମହାମନ୍ତ। ତ ଧାମ ମହାମନ୍ତର କାମ କ'ଣ ତା ବିଷୟରେ ଆମେ ଜାଣିବା। ଯେତେବେଳେ ଆମର କଳିଙ୍ଗ ୱାର ହେଲା, ବହୁତ ଲୋକଙ୍କର ଡେଥ୍ ହେଲା, ବହୁତ ଲୋକ ରକ୍ତାକ୍ତ ହେଲେ, ଇଞ୍ଜୁର ହେଲେ। ତ ଏସବୁ ଦେଖିଲା ପରେ ଅଶୋକ ଧର୍ମାଶୋକ ପାଲଟିଗଲେ। କ'ଣ ପାଇଁ? ସେ ବହୁତ ନିଜକୁ ଗିଲ୍ଟି ଫିଲ୍ କଲେ, ବହୁତ ନିଜକୁ ଭଲ ଲାଗିଲାନି। ତାପରେ ସେ ବୌଦ୍ଧ ଧର୍ମ ଗ୍ରହଣ କଲେ। ବୌଦ୍ଧ ଧର୍ମ ଗ୍ରହଣ କଲା ପରେ ତାକୁ ଆମେ କ'ଣ କଲେ? ସେଠି ଧାମ ମହାମନ୍ତ ଗୋଟେ ପୋଷ୍ଟ ବାହାର କଲେ। ତାଙ୍କର ଯେଉଁ ରାଜତ୍ୱ କାଳରେ ଧାମ ମହାମନ୍ତର ପୋଷ୍ଟ ଆମ ହେଉଛି କ୍ରିଏଟ୍ କଲେ।
ସେମାନଙ୍କର କାମ କ'ଣ? ସ୍ପ୍ରେଡ୍ ହିଜ୍ ମେସେଜ୍ ଅଫ୍ ଧର୍ମ। ଧର୍ମ ମାନେ କ'ଣ? ରାଇଟନେସ୍, ମାନେ ରାଇଟନେସ୍ କ'ଣ ତାକୁ ହିଁ ମାନେ ସ୍ପ୍ରେଡ୍ କରିବେ ସେ ମେସେଜକୁ। ଆଉ କ'ଣ କରିବେ? ସଲ୍ଭ ଦ ଡିସ୍ପ୍ୟୁଟ୍ ବିଟୱିନ୍ ଭେରିୟସ୍ ରିଲିଜିୟସ୍ କମ୍ୟୁନିଟି। ଯେଉଁ ରିଲିଜିୟନ୍ସ ଆମର ରହୁଛି ହିନ୍ଦୁ, ମୁସଲିମ୍, ଖ୍ରୀଷ୍ଟିଆନ, ତାଙ୍କ ଭିତରେ ଯେଉଁ ଡିସ୍ପ୍ୟୁଟ୍ ହେଉଛି ସେଗୁଡ଼ା କେମିତି ସେମାନେ ସଲ୍ଭ କରିବେ। ଦେନ୍ ଆମେ ଜାଣିବା ଏଡିକ୍ଟସ୍ ଆଣ୍ଡ କମ୍ୟୁନିକେସନ୍। ଏଡିକ୍ଟ ଆଉ କମ୍ୟୁନିକେସନ୍ କ'ଣ? ଅଶୋକ ୟୁଜ୍ ଇନସ୍କ୍ରିପ୍ସନ୍ ଏଡିକ୍ଟ engraved on rock and pillar to communicate with his people। ଏଡିକ୍ଟ ଆଉ ଇନସ୍କ୍ରିପ୍ସନ୍ର କାମ କ'ଣ? ଯେ ଆମେ ଜାଣୁଛୁ ଅଶୋକ ବିଷୟରେ କ'ଣ କେମିତି ଜାଣୁଛୁ? ସେଇ ଏଡିକ୍ଟ ଆଉ ପିଲର ଯେଉଁଟା ଲେଖା ହେଇଛି ସେଇଟା ପଢ଼ିକି ଆମେ ଜାଣୁଛୁ। ତ ସେଇଟା ଇନସ୍କ୍ରିପ୍ସନ୍ରେ ଯେଉଁ ଅଛି ତା ଦ୍ୱାରା ଆମେ ଜାଣିପାରୁଛୁ ଯେ ଅଶୋକ ଟାଇମ୍ରେ ଏମିତି ହେଉଥିଲା, କେମିତି ରାଜତ୍ୱ ହେଉଥିଲା, କେମିତି ଧର୍ମ ପ୍ରଚାର ହେଉଥିଲା, ତା ବିଷୟରେ ଆମେ ଜାଣିପାରୁଛୁ। ସେଇ ଇନସ୍କ୍ରିପ୍ସନ୍ ଗୁଡ଼ା କେଉଁଥିରେ ଲେଖା ହେଇଛି? ଇନସ୍କ୍ରିପ୍ସନ୍ ଗୁଡ଼ା ରିଟେନ୍ ଇନ୍ ପ୍ରକୃତି। ପ୍ରକୃତି ଆମର ଲାଙ୍ଗୁଏଜ୍ରେ ଲେଖା ହେଇଛି। ଆଉ ୟୁଜିଂ ବ୍ରାହ୍ମୀ ସ୍କ୍ରିପ୍ଟ। କେଉଁଥିଟା? ଇନ୍ ନର୍ଥ। ଆମର ନର୍ଥରେ ହେଉଛି ପ୍ରକୃତି ଲାଙ୍ଗୁଏଜ୍କି ୟୁଜ୍ କରାଉଥିଲା, ବ୍ରାହ୍ମୀ ସ୍କ୍ରିପ୍ଟ ଥିଲା। ଏଣ୍ଡ ଖରୋସି ଏଣ୍ଡ ଗ୍ରୀକ୍ ଅରାମିକ୍ କେଉଁଠି? ଇନ୍ ନର୍ଥ ୱେଷ୍ଟ। ନର୍ଥ ୱେଷ୍ଟ ଆମେ କ'ଣ ରହୁଛି? ପାକିସ୍ତାନ ରହୁଛି। ତ ସେଠି ହେଉଛି କ'ଣ ଥିଲା? ଖରୋସି। ଖରୋସି ଲାଙ୍ଗୁଏଜ୍ ଏଣ୍ଡ ଗ୍ରୀକ୍ ଅରାମିକ୍। Edict talks about value like compassion, non-violence, respect for elder and tolerance among all religions। ତ ଏଡ଼ିକ୍ଟର କ'ଣ ମୋଷ୍ଟଲି ମାନେ କ'ଣ ଲେଖା ହେଇଥିଲା? କେମିତି ଆମେ ନନ୍ ଭାଉଲେନ୍ସ ହେବା, ହିଂସା ପ୍ରାଣ ହେବା ନାହିଁ, ଆଉ କ'ଣ? ରେସ୍ପେକ୍ଟ ଏଲ୍ଡର, ବଡ଼ମାନଙ୍କୁ ସମ୍ମାନ କରିବା, ଆଣ୍ଡ ଟଲରେନ୍ସ ଏମଙ୍ଗ ଅଲ୍ ରିଲିଜନ୍। ସବୁ ରିଲିଜନ୍ସକୁ ଆମେ ସମାନ ଭାବରେ ରେସ୍ପେକ୍ଟ କରିବା ଆଉ ସମାନ ଭାବରେ ତାକୁ ଗ୍ରହଣ କରିବା, ନୁହେଁ କି? ଏସବୁ ଥିଲା ଅଶୋକଙ୍କ ବିଷୟରେ। ଏତିକି ଆମେ ପଢ଼ିଲୁ। କାଲି ଆମେ ପୁଣି ପଢ଼େଇବୁ ଆଉ ଯେଉଁ ପାର୍ଟ ରହିଲା ତା ବିଷୟରେ ଆମେ ଜାଣିବା। ଅଶୋକର କ'ଣ କ'ଣ ଥିଲା, ତାଙ୍କର ରକ୍ ଏଡ଼ିଟ୍ କ'ଣ ଥିଲା, ଯେଉଁ ଆମ ମେଜର ରକ୍ ଏଡ଼ିଟ୍, ମାଇନର ରକ୍ ଏଡ଼ିଟ୍, ପିଲର ରକ୍ ଏଡ଼ିଟ୍, ପିଲର ଏଡ଼ିଟ୍, ଏଗୁଡ଼ାକ ବିଷୟରେ ଆମେ କାଲି ହିଁ ପଢ଼ିବୁ, ଡିଟେଲଲି ପଢ଼ିବୁ କ'ଣ ଥିଲା ତାଙ୍କର ଏଡ଼ିଟ୍ ଗୁଡ଼ାକ। ଯଦି ବୁଝିପାରୁଛ, ଯଦି କିଛି ଅସୁବିଧା ହେଉଛି ତ ଆରାମସେ କମେଣ୍ଟ ମାଧ୍ୟମରେ କହିପାରିବେ। ଥ୍ୟାଙ୍କ ୟୁ।